ଆଜିର ଏହି କିଛି ମିନିଟ୍ର କଥାବାର୍ତ୍ତା ଯଦି ଆପଣ ପୁରା ଧ୍ୟାନର ସହିତ ଶୁଣିବେ, ତେବେ ହୋଇପାରେ ଆପଣଙ୍କର ସବୁ ସମସ୍ୟା, ସବୁ ବୋଝ ଯେମିତି ବାଦଲ ମଧ୍ୟରେ ସୂର୍ଯ୍ୟ ଫୁଟିକି ବାହାରିଥାଏ, ଠିକ୍ ସେମିତି ସବୁକିଛି ଅଚାନକ ସଫା ହୋଇଯିବ। କାହିଁକିନା ଯେଉଁ କଥାକୁ ନେଇକି ଆପଣ ସାରା ରାତି ଅନିଦ୍ରା ହୋଇଥାନ୍ତି, ଯେଉଁ ଚିନ୍ତାଗୁଡ଼ିକ ଆପଣଙ୍କର ହୃଦୟକୁ ମାରିଦେଉଛି, ହୋଇପାରେ ସେସବୁ କଥା ଆଜି ପରେ ଆପଣଙ୍କର ହସିବାର କାରଣ ହୋଇପାରେ। ବାସ୍ ଗୋଟିଏ ଅନୁରୋଧ, ଏହି ଭିଡ଼ିଓକୁ ଅଧାରୁ ଛାଡ଼ିବେ ନାହିଁ। କାହିଁକିନା ଏ କଥାକୁ କେବଳ ଶୁଣାଯାଏ ନାହିଁ, ବରଂ ଏହାକୁ ଅନୁଭବ ମଧ୍ୟ କରାଯାଏ। ଆଉ ଯଦି ଏହି କଥାକୁ ଆପଣ ଅନୁଭବ କରିନେଲେ, ତେବେ ଆପଣଙ୍କୁ ସେହି ଶାନ୍ତି ମିଳିବ ଯାହାକୁ ଆପଣ ଖୋଜି ଖୋଜି ଏଠାରେ ଆସି ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ହୃଦୟରୁ କଥା ହେବା। ଆପଣ କେବେ ଭାବିଛନ୍ତି, ଆମେ ଯେତେବେଳେ ଜନ୍ମ ହୋଇଥିଲେ ବିଲକୁଲ ଖାଲି ହାତରେ ଆସିଥିଲେ? ନା କୌଣସି ବୋଝ ଥିଲା, ନା କୌଣସି ଚିନ୍ତା, ଆଉ ନା କୌଣସି ଡର, ଥିଲା କେବଳ ଭରସା। ଆଉ ଯେମିତି ଆମେ ବଡ଼ ହୋଇ ଚାଲିଲେ, ସେହି ଭରସା ଧୀରେ ଧୀରେ ଚିନ୍ତାରେ ବଦଳିଗଲା। ଛୋଟ ଛୋଟ କଥା ଆମ ମନରେ ଗଣ୍ଠି ହୋଇ ରହିଗଲା। ଆଉ ଆମେ ଭୁଲି ଯାଉ ଯେ ମନ ଏ ଆତ୍ମା କୌଣସି ଜେଲଖାନା ନୁହେଁ। ଆମେ ସେହି ପକ୍ଷୀ ପରି ହୋଇଯାଉ ଯିଏ ନିଜର ଡେଣା ଝାଡ଼ି ଆକାଶରେ ଉଡ଼ି ପାରିଥାନ୍ତା, କିନ୍ତୁ ସେ ନିଜେ ପଞ୍ଜୁରୀ ରହିବାକୁ ବାଛିନେଲା। କେବେ ଆପଣ ନିଜକୁ ପଚାରିଛନ୍ତି ଯେ ଯେଉଁ ବିଷୟକୁ ନେଇ ଆପଣ ଏତେ ଚିନ୍ତା କରୁଛନ୍ତି, କ'ଣ ସେସବୁ ସତରେ ଆପଣଙ୍କର ହାତରେ ଅଛି? କ'ଣ ତାହା ସତରେ ଆପଣଙ୍କର ଦାୟିତ୍ୱ ଅଟେ? କ'ଣ ଆପଣ କେବେ ଦେଖିଛନ୍ତି କି ଯେଉଁ ବ୍ରହ୍ମାଣ୍ଡ ଆପଣଙ୍କୁ ଜନ୍ମ ଦେଇଛି, ସେହି ବ୍ରହ୍ମାଣ୍ଡ ପ୍ରତ୍ୟେକ ବୃକ୍ଷକୁ ପାଣି ଦେଇଥାଏ, ପ୍ରତ୍ୟେକ ପକ୍ଷୀକୁ ଦାନା ଦେଇଥାଏ, ସବୁ ନଦୀକୁ ରାସ୍ତା ଦେଇଥାଏ? ତେବେ କ'ଣ ସେହି ବ୍ରହ୍ମାଣ୍ଡ ଆପଣଙ୍କ ଚିନ୍ତାକୁ ସମ୍ଭାଳି ପାରିବନି? ଏହା ହିଁ ତ ସବୁଠାରୁ ବଡ଼ ଭ୍ରମ ଅଟେ। ଆମେ ଭାବିଥାଉ ଯେ ଆମେ ହିଁ କେବଳ ସବୁକିଛି ସମ୍ଭାଳି ପାରିବୁ। ଆଉ ଆମେ ଭାବିଥାଉ ଯେ ଆମେ ହିଁ ଚେଷ୍ଟା କରି ସବୁକିଛି କରିପାରିବୁ। ଆଉ ଏହି ଚେଷ୍ଟାରେ ଆମେ ଭୁଲି ଯାଇଥାଉ ଯେ ବେଳେବେଳେ ସବୁକିଛି ଛାଡ଼ିଦେବା ହିଁ ସବୁଠାରୁ ବଡ଼ ଚେଷ୍ଟା ଅଟେ। ମନ ଭିତରର ସବୁ ଗଣ୍ଠି ଖୋଲିଦେଇ ସବୁ ଚିନ୍ତାକୁ ବ୍ରହ୍ମାଣ୍ଡ ଉପରେ ଛାଡ଼ିଦେବା ହିଁ ଅସଲି ଶାନ୍ତି ହୋଇଥାଏ। କାହିଁକିନା ଯେ ପର୍ଯ୍ୟନ୍ତ ଆପଣ ସବୁ କଥାକୁ ଆପଣଙ୍କ ହାତରେ ରଖିବାକୁ ଚେଷ୍ଟା କରିବେ, ସେ ପର୍ଯ୍ୟନ୍ତ ଆପଣଙ୍କ ହାତ କେବେ ହେଲେ ଖାଲି ହେବ ନାହିଁ। ଆଉ ଯଦି ହାତ ଖାଲି ହେବ ନାହିଁ, ଆପଣ ନୂଆ କିଛି ଧରିପାରିବେ ନାହିଁ। ଏହି କାରଣ ଯୋଗୁଁ ଆପଣ ବହୁତ ଥର ଭାବିଥାନ୍ତି ଯେ ମୁଁ ଏତେ ଚେଷ୍ଟା କଲି, ଏତେ କାନ୍ଦିଲି, ଏତେ ଦୌଡ଼ିଲି, ତଥାପି କିଛି ଲାଭ ହେଲା ନାହିଁ। କାହିଁକିନା ଆପଣ ଛାଡ଼ିଲେ ନାହିଁ। ଆପଣ ଭରସା କଲେ ନାହିଁ ଯେ ଆହୁରି ବି କୌଣସି ଶକ୍ତି ମଧ୍ୟ ଅଛି ଯିଏକି ଆପଣଙ୍କ ଠାରୁ ହଜାର ଗୁଣ ଅଧିକ ଜାଣିଛି, ଯିଏକି ଆପଣଙ୍କର ଶିରା ପ୍ରଶିରା ଠାରୁ ମଧ୍ୟ ଆପଣଙ୍କୁ ଅଧିକ ଜାଣିଛି, ଯାହା ପାଖରେ ଆପଣଙ୍କ ଠାରୁ ବହୁତ ବଢ଼ିଆ ଯୋଜନା ଅଛି। ଏବେ କେହି କହିବେ ଯେ ଏହା ତ କେବଳ ବହିରେ ଲେଖାଥିବା କଥା ଅଟେ, ପ୍ରକୃତରେ ଏସବୁ କିଏ ସମ୍ଭାଳୁଛି? ତେବେ ମୁଁ ଆପଣଙ୍କୁ ପଚାରୁଛି, ଯେଉଁ ରାତିରେ ଆପଣ ଶୋଇପଡ଼ୁଛନ୍ତି, ସେହି ରାତିରେ କିଏ ସମ୍ଭାଳୁଛି? ଯେତେବେଳେ ଆପଣ ବେହୋସ ହୋଇଯାଆନ୍ତି, ସେତେବେଳେ ଆପଣଙ୍କର ହୃଦୟକୁ କିଏ ଚଲାଇଥାଏ? ଯେତେବେଳେ ଆପଣ ଧୀରସ୍ଥିର ହୋଇଯାଆନ୍ତି, ସେତେବେଳେ କିଏ ପବନକୁ ଚଳାଇଥାଏ, ଯାହାଦ୍ୱାରା ଆପଣ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ? ସୂର୍ଯ୍ୟ ଚନ୍ଦ୍ରକୁ ଶୂନ୍ୟରେ କିଏ ବାନ୍ଧି ରଖିଛି? ଯଦି ସେ ଏସବୁ ସମ୍ଭାଳି ପାରୁଛି, ତେବେ ଆପଣଙ୍କର ଚିନ୍ତା କ'ଣ ସେ ସମ୍ଭାଳି ପାରିବେନି? ଭରସା କରିବା ମଧ୍ୟ ଏକ କଳା ଅଟେ। ଆଉ ଏହି କଳାକୁ ଆମେ ଧୀରେ ଧୀରେ ଶିଖିବା ଉଚିତ। ବ୍ରହ୍ମାଣ୍ଡ ଉପରେ ଭରସା କରିବା ଶିଖନ୍ତୁ। ସବୁ ଚିନ୍ତାକୁ ବ୍ରହ୍ମାଣ୍ଡର କୋଳରେ ରଖିଦିଅନ୍ତୁ। ଏହାର ନିୟମ ଅତି ସରଳ ଅଟେ। ଯିଏ ଛାଡ଼ିଦିଏ, ତାଙ୍କ ହାତରେ ସେ ଦେଇଦିଅନ୍ତି। ଯିଏ ଜୋରରେ ଧରି ରଖିଥାଏ, ତାଙ୍କଠାରୁ ଧୀରେ ଧୀରେ ଛଡ଼ାଇ ନେଇଯାଆନ୍ତି। ସେଥିପାଇଁ ଯଦି ଆପଣ ସତରେ ଚାହୁଁଛନ୍ତି ଯେ ସବୁକିଛି ଠିକ୍ ହେଇଯାଉ, ତେବେ ପ୍ରଥମେ ନିଜକୁ ଏହି ଭ୍ରମରୁ ମୁକ୍ତ କରନ୍ତୁ ଯେ ଆପଣ ହିଁ ସବୁକିଛି ଠିକ୍ କରିପାରିବେ। ବିଶ୍ୱାସ କରନ୍ତୁ, ଆପଣ ଆପଣଙ୍କର ସବୁ ସମସ୍ୟାର ସମାଧାନ ଜାଣିନାହାନ୍ତି, କିନ୍ତୁ ଯିଏ ଆପଣଙ୍କୁ ଜାଣିଛି, ସେ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆଗରୁ ହିଁ କରିକି ରଖିଛି। ଆପଣ କେବଳ ଏତିକି କରନ୍ତୁ କି ଆପଣଙ୍କର ଭିତରୁ ସବୁ ବୋଝକୁ ବାହାର କରି ତାଙ୍କୁ ଦେଇଦିଅନ୍ତୁ। ଆଉ କୁହନ୍ତୁ, ହେ ବ୍ରହ୍ମାଣ୍ଡ, ମୁଁ ଯେତିକି କରିବା କଥା କଲି, ଏବେ ଏ ବୋଝ ଆପଣଙ୍କର। ଯାହା କରିବା କଥା ଆପଣ କରନ୍ତୁ। ମୁଁ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରୁଛି। ଏହା ହିଁ ସେହି ଶବ୍ଦ ଅଟେ ଯାହା ଆପଣଙ୍କ ଭିତରେ ଏକ ଅଦ୍ଭୁତ ଶକ୍ତି ଉତ୍ପନ୍ନ କରିଦେଇଥାଏ। ଏହା ସେହି ଭାବ ଅଟେ ଯାହା ଆପଣଙ୍କର ଚାରିପାଖେ ଏକ ଏମିତି କବଚ ଗଢ଼ି ଦେଇଥାଏ, ଯାହାଦ୍ୱାରା କୌଣସି ଦୁଃଖ ସିଧା ଆପଣଙ୍କ ଭିତରେ ପ୍ରବେଶ କରିପାରେ ନାହିଁ। ଧୀରେ ଧୀରେ ଆପଣଙ୍କୁ ଅନୁଭବ ହେବ ଯେ ଯେଉଁ କଥା ପାଇଁ ଆପଣ ଦିନରାତି କାନ୍ଦୁଥିଲେ, ସେହି କଥା ମନକୁ ମନ ସମାଧାନ ହୋଇଯାଉଛି, ଯେମିତିକି କୌଣସି ଅଦୃଶ୍ୟ ହାତ ଆପଣଙ୍କୁ ସମ୍ଭାଳୁଛି।
କୌଣସି ଅଦୃଶ୍ୟ ଆଲୋକ ଆପଣଙ୍କୁ ରାସ୍ତା ଦେଖାଉଛି। ଆଉ ଏ ଚମତ୍କାର ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଭରସା କରିଥାନ୍ତି। ଆଉ ଗୋଟିଏ କଥା ମନେ ରଖନ୍ତୁ, ଚିନ୍ତା କେବେ ବି ଆପଣଙ୍କର କାଲିକୁ ଭଲ ଭାବେ ଗଢ଼ିପାରିବ ନାହିଁ। ସେ କେବଳ ଆପଣଙ୍କର ଆଜିକୁ ବର୍ବାଦ କରିଦେବ। ଚିନ୍ତା ଦ୍ୱାରା ନା କାହାର ଭବିଷ୍ୟତ ବଦଳିଥାଏ, ନା କାହାର ଦୁଃଖ ଦୂର ହୋଇଥାଏ। କିନ୍ତୁ ଯେଉଁମାନେ ଭରସା ରଖିଥାନ୍ତି ତାଙ୍କ ଆଖିରେ ଏକ ଚମକ ଦେଖାଯାଇଥାଏ, ଏକ ଶାନ୍ତି ଦେଖାଯାଇଥାଏ। ତାଙ୍କ ସହିତ ଏକ ଚମତ୍କାର ହୋଇଥାଏ। କାହିଁକିନା ସେମାନେ ଜାଣିଥାନ୍ତି ଯେ ସେମାନଙ୍କର ବୋଝ ଆଉ ଏବେ ତାଙ୍କର ହୁଏ ନାହିଁ। ଏବେ ଆପଣ ଭାବନ୍ତୁ, କ'ଣ ଆପଣ ସେମାନଙ୍କ ସହିତ ସାମିଲ ହେବାକୁ ଚାହୁଁଛନ୍ତି? କ'ଣ ଆପଣ ନିଜକୁ ଥକାଇବାକୁ ଚାହୁଁଛନ୍ତି? ନିଷ୍ପତ୍ତି ଆପଣଙ୍କର। ଯେଉଁମାନେ ସବୁ କଥାକୁ ନିଜେ କରିବା ପାଇଁ ଜିଦ୍ କରିଥାନ୍ତି ସେମାନଙ୍କର ବୋଝ ବଡ଼ ହୋଇ ଚାଲିଥାଏ। ତେଣୁ ଆପଣ ଏବେଠାରୁ ଭରସା କରନ୍ତୁ ଯେ ଆପଣଙ୍କ ଜୀବନରେ ଯାହା ବି ଘଟୁଛି ସେଥିରେ ମଧ୍ୟ କିଛି ଗଭୀର ଯୋଜନା ଅଛି। ଆଉ ଯାହା ହେବ ତାହା ମଧ୍ୟ କିଛି ବଡ଼ ଯୋଜନାର ଅଂଶ ହେବ। ଆପଣଙ୍କ ଜୀବନର ସବୁ ସମସ୍ୟା, ସବୁ ଦୁଃଖ, ସବୁ ଲୁହ ଗୋଟିଏ ଗୋଟିଏ ଶବ୍ଦ ଅଟେ, ସେହି କାହାଣୀର ଯାହା ବ୍ରହ୍ମାଣ୍ଡ ଆପଣଙ୍କ ପାଇଁ ଲେଖିଛି। ଆଉ ଯେତେ ସବୁ ଚିନ୍ତା ଆପଣ ତାଙ୍କ ଉପରେ ଛାଡ଼ି ଦିଅନ୍ତି, ତେବେ କାହାଣୀ ଆହୁରି ସୁନ୍ଦର ହୋଇଯିବ। ଟିକେ କଳ୍ପନା କରନ୍ତୁ, ଯେତେବେଳେ ଆପଣ ଆଖି ବନ୍ଦ କରି ନିଜକୁ ନିଜେ କହିବେ ଏସବୁ ତୁମର, ସେତେବେଳେ ଆପଣଙ୍କ ହୃଦୟରେ ପଡ଼ିଥିବା ସବୁ ପଥର ପବନରେ ଉଡ଼ିଯିବ। ଆପଣଙ୍କ କାନ୍ଧରେ ଥିବା ବୋଝ ଏମିତି ଓହ୍ଲେଇଯିବ ଯେମିତି ଆପଣ ଆଉ ଗୋଟିଏ ଶରୀରକୁ ପଳାଇ ଆସିଛନ୍ତି। ହଁ, ଏହା କୌଣସି କଳ୍ପନା ନୁହେଁ, ଏହା ବାସ୍ତବ ଅଟେ, ଯାହାକୁ ଅନୁଭବ କରିବା ପାଇଁ କେବଳ ଭରସା କରିବାକୁ ପଡ଼ିବ। ଯଦି ଆପଣ ଏ ଭିଡ଼ିଓକୁ ଶୁଣି ଏ ପର୍ଯ୍ୟନ୍ତ ଆସିଗଲେଣି, ତେବେ ଏକ ବିନମ୍ର ଅନୁରୋଧ କି କମେଣ୍ଟ ବକ୍ସରେ ଏକ ସୁନ୍ଦର କମେଣ୍ଟ ନିଶ୍ଚୟ କରନ୍ତୁ ଯେ ଆପଣଙ୍କୁ ସବୁଠାରୁ ଗଭୀର ଅନୁଭବ କେଉଁଠି ଲାଗିଲା। ଆଉ ହୃଦୟରୁ ଲାଗୁଛି ଯେ ଏ କଥା ଅନ୍ୟମାନଙ୍କୁ ମଧ୍ୟ ଶୁଣିବା ଉଚିତ, ତେବେ ଭିଡ଼ିଓକୁ ନିଶ୍ଚୟ ସେୟାର କରନ୍ତୁ। ଆଉ ହାଇପ୍ କରିବାକୁ ମଧ୍ୟ ଜମାରୁ ଭୁଲିବେନି। ହୋଇପାରେ ଆପଣଙ୍କର ଏହି ଛୋଟ ପ୍ରୟାସରେ ଆଉ କାହାର ମଧ୍ୟ ବୋଝ ହାଲୁକା ହୋଇଯାଇପାରେ। ଏବେ ଟିକେ ଶାନ୍ତ ହୋଇ ନିଶ୍ୱାସ ନିଅନ୍ତୁ, ଆଖିକୁ ବନ୍ଦ କରନ୍ତୁ ଆଉ ଅନୁଭବ କରନ୍ତୁ ଯେ ଆପଣ ଏଠାରେ ଏକୁଟିଆ ନାହାନ୍ତି। ଆପଣଙ୍କର ବୋଝ ଏବେ ଆପଣଙ୍କର ହେଇ ଆଉ ନାହିଁ। ସବୁକିଛି ଏବେ ବ୍ରହ୍ମାଣ୍ଡ ଭରସାରେ। ଦେଖନ୍ତୁ, ଯେତେବେଳେ କୌଣସି ମନୁଷ୍ୟ ତାର ଭିତରେ ଲଢ଼ାଇ କରି ଥକି ଯାଇଥାଏ, ସେତେବେଳେ ତା ପାଖରେ ଦୁଇଟି ରାସ୍ତା ଥାଏ। ହୋଇପାରେ ସେ ସେହି ଅନ୍ଧାର ଭିତରେ ଘାଣ୍ଟି ହେବ, କିମ୍ବା ସେ ବୋଝକୁ ଉଠାଇ ବ୍ରହ୍ମାଣ୍ଡକୁ ଦେଇଦେବ ଆଉ ନିଜେ ହାଲକା ହୋଇଯିବ। ଆଉ ଯିଏ ଥରେ ମଧ୍ୟ ସେ ଭରସାର ମିଠାକୁ ଚାଖିଦେଲା, ଆଉ ତାକୁ କେବେ ଡରିବାର ଆବଶ୍ୟକତା ନାହିଁ। ଏବେ ଆପଣ ନିଜେ ଭାବି ଦେଖନ୍ତୁ, କେମିତି କେବେ ହୋଇଛି କି ଆପଣ ମୁସ୍କିଲରେ ଥିଲେ ଆଉ ଅଚାନକ ଏମିତି ସମାଧାନ ଆସିଗଲା ଯାହାର ଆପଣ କଳ୍ପନା ମଧ୍ୟ କରିନଥିଲେ? କ'ଣ କେବେ ଏମିତି ହୋଇଛି କି ସବୁ ରାସ୍ତା ବନ୍ଦ ଥିଲା ଆଉ ଅଚାନକ ଏକ ନୂଆ କବାଟ ଖୋଲିଗଲା? କ'ଣ ଏମିତି କେବେ ହୋଇଛି କି କେତେବେଳେ ଆପଣ ପୁରା ଏକୁଟିଆ ଥିଲେ ଆଉ ଆପଣଙ୍କୁ ସମ୍ଭାଳିବା ପାଇଁ କେହି ଆସିଗଲା? ଏସବୁ ସେହି ବ୍ରହ୍ମାଣ୍ଡର ଛୋଟ ଛୋଟ ସଂକେତ ଅଟେ। ସେ ସବୁବେଳେ ଆପଣଙ୍କୁ ଦେଖୁଛି। ସେ ସବୁବେଳେ ଅପେକ୍ଷା କରିଥାଏ ଯେ କେତେବେଳେ ଆପଣ ଆପଣଙ୍କର ଜିଦକୁ ଛାଡ଼ିବେ ଆଉ କହିବେ ଏବେ ତୁମେ କର। କାରଣ ସତ୍ୟ ଏହା ଅଟେ ଯେ ଚିନ୍ତା କରିବା ଅର୍ଥ ନିଜକୁ ନିଜେ ଏହା ସ୍ୱୀକାର କରି ନେଇଥାଅ ଯେ ମୋ ଠାରୁ ଭଲରେ ଆଉ କେହି କରିପାରିବେ ନାହିଁ। କିନ୍ତୁ ବାସ୍ତବ ସତ୍ୟ ଆଉ କିଛି ହୋଇଥାଏ। ଯିଏ ଆପଣଙ୍କୁ ଗଢ଼ିଛି ସେ ଆପଣଙ୍କ ଠାରୁ ଲକ୍ଷେ ଗୁଣା ଅଧିକ ଜାଣିଛି। ସେ ତାହା ଦେଖିପାରିଥାଏ ଯାହା ଆପଣ ଦେଖିପାରନ୍ତି ନାହିଁ। ସେ ଜାଣିଥାଏ ଯେ କେଉଁ ରାସ୍ତାରେ କେଉଁ ମୋଡ଼ରେ ଆପଣଙ୍କୁ କୁଆଡ଼େ ଯିବା ଉଚିତ। ଆପଣଙ୍କର କାମ କେବଳ ଏତିକି ଯେ ନିଜକୁ ସେହି ଭରସା ହାତରେ ଛାଡ଼ିବାକୁ ପଡ଼ିବ। ଯେମିତି ଆପଣ ଗୋଟିଏ ମଞ୍ଜି ବୁଣିଲା ପରେ ସେହି ମାଟିକୁ ଖୋଳି ବାରମ୍ବାର ଦେଖନ୍ତି ନାହିଁ ଯେ ଭିତରେ ଗଜା ହେଲା ନା ନାହିଁ, କାହିଁକିନା ଆପଣ ଜାଣିଛନ୍ତି ଯେ ତା ଭିତରେ ଜୀବନ ଅଛି ଆଉ ଉପଯୁକ୍ତ ସମୟ ଆସିଲେ ସେ ନିଶ୍ଚୟ ଉପରକୁ ଉଠି ବାହାରିବ। ଠିକ୍ ସେହିପରି ଆପଣଙ୍କର ସବୁ ପ୍ରାର୍ଥନାର ମଧ୍ୟ ସମୟ ଅଛି, ସବୁ ଉତ୍ତରର ମଧ୍ୟ ସମୟ ଅଛି। ସବୁକିଛି ବଦଳାଇବା ପାଇଁ ଉପଯୁକ୍ତ ସମୟ ଆବଶ୍ୟକ। ତେଣୁ ଆପଣ ଯଦି ଏହି ସମୟରେ ଆପଣଙ୍କର ହୃଦୟକୁ ବୋଝରେ ଭରି ରଖିବେ, ତେବେ ଆପଣ ସେ ସବୁ ଦେଖିପାରିବେ ନାହିଁ ଯାହା ଆପଣଙ୍କ ସାମ୍ନାରେ ଘଟୁଛି। ଆପଣଙ୍କୁ ଲାଗିବ ଯେମିତି କିଛି ବି ହେଉନାହିଁ, କିନ୍ତୁ ବହୁତ କିଛି ଘଟୁଥିବ। ବାସ୍ ଆପଣଙ୍କ ଦେଖିବାର ତରିକାକୁ ବଦଳାଇବାକୁ ପଡ଼ିବ। ବହୁତ ଥର ଆମେ ନିଜେ ସୃଷ୍ଟି କରିଥିବା ସମସ୍ୟାରେ ଏମିତି ଫସି ଯାଇଥାଉ ଯେ ତାହାର ବାହାରକୁ ରାସ୍ତା ଆମକୁ ଦେଖାଯାଇନଥାଏ। କିନ୍ତୁ ଯେତେବେଳେ ଆପଣ କହିବେ ଯେ ବାସ୍ ଆଉ ନୁହେଁ, ଏବେ ଏସବୁ ତୁମର, ସେତେବେଳେ ଆପଣଙ୍କ ଭିତରେ ଥିବା ସବୁ ଗଣ୍ଠିକୁ ଖୋଲି ଦେଇଥାଅ। ଗୋଟିଏ ଛୋଟ ପିଲାକୁ ଦେଖନ୍ତୁ, ସେ ତାର ସବୁକିଛି ତାର ମାତା ପିତାଙ୍କ ଉପରେ ଛାଡ଼ି ଦେଇଥାଏ। କାହିଁକି ନା ସେ ଜାଣିଥାଏ
ଯେ ତାର ମାତା ପିତା ତାର ମଙ୍ଗଳ ପାଇଁ ହିଁ ସବୁକିଛି କରିବେ। ଏବେ କେହି ଯଦି ପଚାରେ ଯେ ଯଦି ଆମେ ଚିନ୍ତା ନ କରିବା ତେବେ ସବୁ ପ୍ରସ୍ତୁତି କେମିତି କରିବା? ତେବେ ଶୁଣନ୍ତୁ, ଚିନ୍ତା କରିବା ଆଉ ପ୍ରସ୍ତୁତି କରିବା ଦୁଇଟି ଯାକ ଅଲଗା କଥା ଅଟେ। ପ୍ରସ୍ତୁତି କରିବାର ଅର୍ଥ ଆପଣ ଆପଣଙ୍କର କାମ କଲେ, କିନ୍ତୁ ଚିନ୍ତାର ଅର୍ଥ ହେଉଛି ଯେ ଆପଣ ଭରସା କରିବା ଛାଡ଼ିଦେଲେ। ପ୍ରସ୍ତୁତି ହେବା ଆପଣଙ୍କୁ ମଜବୁତ କରିଥାଏ, କିନ୍ତୁ ଚିନ୍ତା କରିବା ଦ୍ୱାରା ଆପଣ ଭାଙ୍ଗି ପଡ଼ିଥାନ୍ତି। ଆପଣ ଦେଖିଥିବେ, ଯେତେବେଳେ କୌଣସି ନଦୀ କୂଳରେ ମାଡ଼ ହୋଇ ମଧ୍ୟ ବହିବା ବନ୍ଦ କରିନଥାଏ ଆଉ ପରିଶେଷରେ ସେ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ, କାହିଁକିନା ସେ ଜାଣିଥାଏ ଯେ ତାର ଅଟକିବା ଦ୍ୱାରା ତା ସ୍ୱଭାବର ବିରୋଧୀ ହେବ। ସେ ଜାଣିଥାଏ ଯେ ଯଦି କୌଣସି ରାସ୍ତା ବନ୍ଦ ହୁଏ ତେବେ ବ୍ରହ୍ମାଣ୍ଡ ତା ପାଇଁ ଏକ ନୂଆ ରାସ୍ତା ଖୋଲିବେ। ଆଉ ଠିକ୍ ଏହି ନିୟମ ଆପଣଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏବେ ଆପଣ ଟିକିଏ ଆପଣଙ୍କର ଭିତରକୁ ଭଲରେ ଦେଖନ୍ତୁ। ସେହି ଭାରିପଣ କୁଆଡ଼େ ଗଲା? ସେହି ଅଶାନ୍ତି କୁଆଡ଼େ ଗଲା? ହୃଦୟରେ ଥିବା ଗଣ୍ଠି ଏବେ କାହିଁକି ହାଲୁକା ଲାଗୁଛି? କାହିଁକି ନା ଆପଣ ତାକୁ ଛାଡ଼ିଦେଲେ। ଆପଣ କହିଦେଲେ ଯେ ଏସବୁ ତୁମର। ଏବେଠାରୁ ପ୍ରତ୍ୟେକ ଦିନ ଆପଣଙ୍କୁ ବହୁତ ସହଜ ଲାଗିବ। ସବୁ ରାତିରେ ଆହୁରି ଗଭୀର ନିଦ ଆସିବ। ସବୁ ସକାଳ ଆଉ ଟିକେ ଆଶାରେ ଭରା ରହିବ। କାହିଁକିନା ଏବେ ଆପଣ ଏକୁଟିଆ ନୁହନ୍ତି। ଏବେ ଆପଣ ବ୍ରହ୍ମାଣ୍ଡର ଭରସାରେ ଆସିଗଲେ। ଏବେ ଆପଣ ଜାଣିଗଲେ ଯେ ଆପଣଙ୍କ ପାଇଁ ଯାହା ଠିକ୍ ତାହା ହିଁ କେବଳ ମିଳିବ। ଆଉ ଉଚିତ ସମୟ ଆସିଲେ ସବୁକିଛି ଆପେ ଆପେ ଠିକ୍ ହୋଇଯିବ। ଏବେ ଆପଣଙ୍କର ଦୁଇ ହାତକୁ ଏମିତି ଖୋଲନ୍ତୁ ଯେମିତି କିଛି ଅଦୃଶ୍ୟ ଶକ୍ତିକୁ ଧରିବାକୁ ଯାଉଛନ୍ତି। ଆଖିକୁ ବନ୍ଦ କରନ୍ତୁ ଆଉ ପୁଣି ଥରେ ନିଜକୁ ଅତି ପ୍ରେମର ସହିତ କୁହନ୍ତୁ, ହେ ବ୍ରହ୍ମାଣ୍ଡ, ଏସବୁ ତୁମର। ମୋର ଲୁହ, ମୋ ଡର, ମୋର ପରିଶ୍ରମ, ମୋର ଆଶା, ଏସବୁ କିଛି ତୁମର ଅଟେ। ଯାହା ହେବ ଭଲ ହେବ। ଦେଖିବେ ଆପଣଙ୍କର ଆତ୍ମା ହସିବାକୁ ଲାଗିବ, କାହିଁକିନା ସେ ସବୁ ପାଇଗଲା ଯାହାକୁ ସେ ବହୁତ ଆଗରୁ ଖୋଜୁଥିଲା। ଦର୍ଶକ ବନ୍ଧୁ, ଏ କଥା ଆପଣଙ୍କର ପର୍ଯ୍ୟନ୍ତ ପହଞ୍ଚାଇବାର ସୌଭାଗ୍ୟ ମୋତେ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯଦି ଏ ଭିଡ଼ିଓ ଦ୍ୱାରା ଆପଣଙ୍କ ମନରେ କିଛି ପରିବର୍ତ୍ତନ ଆସିଥାଏ କିମ୍ବା ଆପଣଙ୍କ ହୃଦୟ ହାଲକା ହୋଇଥାଏ, ତେବେ କମେଣ୍ଟରେ ଆପଣଙ୍କର ମତାମତ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଯଦି ଚିନ୍ତନ ଟିଭିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।